ଅଡ଼ଗାରେ ଚାଲିଛି ଜଳନ୍ଧର ଦରବାର। ଦୀର୍ଘ 3 ଦିନ ହବ ଜଳନ୍ଧର ଦରବାରରେ ଜଳନ୍ଧର ଭୂମିକା ଅଛନ୍ତି ଆମର ମହାରାଜ। ତେବେ ଅଡ଼ଗାରେ ଦୀର୍ଘ 5 ଦିନ ହବ এই ପୂଜା ଚାଲିବ। ଦେଖୁଥିବେ ଯେମିତି ପୁଅ ଝିଅ ବାହାଘର ହେଲା ପରେ ସେମାନେ ଘରକୁ ମୁହାଁ ହୁଅନ୍ତି, ସେମିତି ଅଡ଼ଗାରେ ଏଇ ହଉଛି ଜଳନ୍ଧର ଦରବାର। ଆଜି ହଉଛି ନଗର ପରିକ୍ରମା। ଦେଖୁଥିବେ ବୃନ୍ଦାବତୀକୁ ସାଙ୍ଗରେ ନେଇକିରି ଜଳନ୍ଧର ଆଉଛନ୍ତି। ତେବେ ଏଇ ଅଡ଼ଗାର ଏଇ ପରମ୍ପରା ଦୀର୍ଘ 5 ବର୍ଷ ହେଲା ଅଛି। ତେବେ ଏଇ ଦେଖୁଥିବେ ଇଏ ନଗର ପରିକ୍ରମା କଲା ପରେ ଜଳନ୍ଧର ଆଉ ତାଙ୍କ ବୃନ୍ଦାବତୀକୁ ସେମାନେ ଆସିକିରି ଯେ ତାଙ୍କର ଘର ଅଛି ଜଳନ୍ଧର ଘରକୁ ଆସୁଛନ୍ତି ଏବଂ ସେଠି ତାଙ୍କର ପୂଜା ଅର୍ଚ୍ଚନା କରାହଉଛି। ଯେହେତୁ ଦେଖିବେ ଇଏ ଘର ଘର ବୁଲି ଗାଁ ବୁଲି ଏ ନଗର ପରିକ୍ରମା କଲା ପରେ ଜଳନ୍ଧର ନିଜେ ଆଜି ତାଙ୍କ ଘରକୁ ପ୍ରତ୍ୟାଗତ ହୁଅନ୍ତି। ତେବେ କଣ ରହିଛି ତାଙ୍କର ପରମ୍ପରା ବା ଆମେ ସିଧା ଆଲୋଚନା କରିବା। ଆମ ସାଙ୍ଗେ ଅଛନ୍ତି ଯିଏ ଅଛନ୍ତି ଜଳନ୍ଧର ଅଛନ୍ତି, କଥା ହେବା। ଆଜ୍ଞା ଆପଣଙ୍କୁ ସ୍ୱାଗତ କରୁଛି। କେତେ ବର୍ଷ ହେଲା ଆପଣ ଏଇ ଭେଷରେ ଅଛନ୍ତି ଆଉ ଅଡ଼ଗାରେ ଆପଣ ଜଳନ୍ଧର ବେଶ ଅଛନ୍ତି, ତ କେମିତି ଆପଣଙ୍କୁ ଲାଗୁଛି? ବହୁତ ଖୁସି ଲାଗୁଛି। ଜଣେ ସାଧାରଣ ମନୁଷ୍ୟ ଯେତେବେଳେ ପୁରାଣ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ପାଏ ଆଉ ଏତେ ଜନତା ତାକୁ ଭଲ ପାଆନ୍ତି, ଆଜି ରାକ୍ଷସକୁ ଏତେ ଭଲ ପାଉଛନ୍ତି, ସମଗ୍ର ପ୍ରଜାମଣ୍ଡଳୀ ଦେବତାକୁ ପୂଜା କରନ୍ତି। ହେଲେ ଏଇ ପୁରାଣ ଚରିତ୍ରରେ ଜଳନ୍ଧର ସତ୍ୟ ଯୁଗର କାହାଣୀ, ଯାହାର ପାଠରାଣୀ ସତୀ ବୃନ୍ଦାବତୀ ଆଉ ରାଜାରାଣୀକୁ ଏତେ ସମ୍ମାନ ଦେଉଛନ୍ତି। ଏଇ ଅଡ଼ଗାଁରେ ଏଇଟା ମୋର 3ୟ ବର୍ଷ ବାଲିଯାତ୍ରା ମହୋତ୍ସବରେ ଅଭିନୟ କରି ନିଜକୁ ଗର୍ବିତ ମନେ କରୁଛି। ଅଡ଼ଗାଁବାସୀକୁ ଏତିକି କହିବି, ଧର୍ମର ଜୟ ହେବ, ଅଧର୍ମର କ୍ଷୟ ହେବ। ଯେତେବେଳେ ପାପ ଭାର ବଢ଼ି ଚାଲିଛି, ଏଇ ଗୋଲକ ବିହାରୀ ବିଷ୍ଣୁ ଅନେକ ରୂପରେ ଜନ୍ମ ଲାଭ କରିଛନ୍ତି। ସତ୍ୟ ଯୁଗେ ବାମନ, ତ୍ରେତୟାରେ ରାମ, ଦ୍ୱାପରରେ କୃଷ୍ଣ, କଲିରେ ଦାରୁ ବ୍ରହ୍ମ। ତ ଆପଣ ଯେତେବେଳେ ସାଧାରଣ ମଣିଷ ହୁଅନ୍ତି, ଯେତେବେଳେ ବେଶ ପୋଷାକ ହେଇଯାନ୍ତି, ତ ବେଶ ପୋଷାକର କେମିତି ସଂଳାପ ଆପଣଙ୍କ ମୁହଁରେ ଆସେ, କେମିତି ଲୋକଙ୍କୁ ମନୋରଞ୍ଜନ କରନ୍ତି, କେମିତି ଲୋକ ହସାନ୍ତି? ମୁଁ ଯେତେବେଳେ ରାକ୍ଷସ ହୁଏ, ରାକ୍ଷସ ଆଚରଣ କରିବାକୁ ପଡ଼େ। ରାକ୍ଷସ ମାନିବିନି ଦେବାଦେବୀ, ମାନିବିନି ପୂଜା ପାର୍ବଣ, ଗୋଟିଏ ଲକ୍ଷ୍ୟ ଏକ ଅହମ୍, ଦୁଇ ନାସ୍ତେ, ନା ଭୂତ ନା ଭବିଷ୍ୟତେ, ମୁଁ ହି ସୃଷ୍ଟି, ମୁଁ ହି ଅଥଳ ସାଗର, ମୁଁ କେବଳ ମୁଁ ରାକ୍ଷସ ମାନଙ୍କର ରାଜା ଅଟେ, ବୀର ଜଳନ୍ଧର। ଦେଖୁଥିଲେ ସାଧାରଣ ମଣିଷଟି ଯେତେବେଳେ ଜଳନ୍ଧର ଭେଷରେ ହୁଏ, ତାଙ୍କ ସଂଳାପ ନିଜେ ନିଜେ ଆପେ ମନରୁ ଆସେ। ତେବେ ଆମ ସାଙ୍ଗେ ଅଛନ୍ତି ବୃନ୍ଦାବତୀ ଅଛନ୍ତି, କଥା ହେବା। ମ୍ୟାଡ଼ାମ୍ କଣ କହିବେ, ଆପଣ ବି ଗୋଟେ ସାଧାରଣ ଗୋଟେ ନାରୀ, ତ ଯେତେବେଳେ ବୃନ୍ଦାବତୀ ଭେଷରେ ଆପଣ ହୁଅନ୍ତି, କେମିତି ଜଳନ୍ଧର ସାଙ୍ଗେ ବୁଲନ୍ତି, ଗାଁ ବୁଲୁଛନ୍ତି, କେମିତି ରେସ୍ପନ୍ସ ମିଳୁଛି, କେମିତି ପ୍ରସ୍ତୁତି ମିଳୁଛି? ସମସ୍ତେ ତ ସମ୍ମାନ ଦେଉଛନ୍ତି, ସେଥିପାଇଁ ମୋର ସମସ୍ତ ନଗରବାସୀଙ୍କୁ ଅଶେଷ ଧନ୍ୟବାଦ, ପ୍ରଣାମ। ଆଉ ଗାଁ ଦେବାଦେବୀଙ୍କୁ ବି ମୋର ଅଶେଷ ପ୍ରଣାମ। ତେଣୁକରି ମୁଁ ଯେତେବେଳେ ମହାରାଜ ସାଙ୍ଗେ ଥାଏ ଆଉ ସେମାନେ ତାଙ୍କୁ ମୋର ସ୍ୱାମୀ ରୂପରେ ପାଇଛି, ସେତିକି ସମୟରେ ସେ ଯେତେବେଳେ ଅଧର୍ମ ରାସ୍ତାକୁ ଯାଆନ୍ତି, ମୁଁ ତାଙ୍କୁ ପ୍ରତିବାଦ କରେ, ସ୍ୱାମୀ ସେସବୁ କରିବା ଅନୁଚିତ, ସେ ପଥରୁ ଫେରି ଆସନ୍ତୁ। ଅଧର୍ମ ସଦାସର୍ବଦା କ୍ଷୟ ହେଇଛି, ଆପଣ ସେ ଦିଗରେ ଗଲେ ଆମର ହିଁ ସର୍ବନାଶ ହେବ। ତେଣୁ ପ୍ରଜାମଣ୍ଡଳୀଙ୍କର ଶୁଭକାମନା ପାଇଁ ଆପଣ ସେ ମାର୍ଗରେ ଯାଆନ୍ତୁ ନାହିଁ। ସବୁବେଳେ ପ୍ରତିରୋଧ କରିବା। ଗୋଟେ ନାରୀର ଧର୍ମ ହେଉଛି ତା ସ୍ୱାମୀକୁ ସୁପଥ ଦର୍ଶନ କରାଇବା। ଗୋଟେ ନାରୀର ଧର୍ମ ହେଉଛି ତା ଭାଇକୁ ଭଲ ବାଟକୁ ଆଣିବା। ଗୋଟେ ମାଆର ଭଲ କର୍ତ୍ତବ୍ୟ ହେଉଛି ତାର ସନ୍ତାନମାନଙ୍କୁ ସୁବ୍ୟବସ୍ଥା ଦେଇକରି ତାକୁ ନିଜ ଜ୍ଞାନ ଦେଇକରି ଆଉ ଉନ୍ନତିତ ହେବା ପାଇଁକା, ତାକୁ ସମ୍ମାନ ଦେବା ପାଇଁକା, ସେ ଗୁରୁଜନମାନଙ୍କୁ କେମିତି ସମ୍ମାନ ଦେବ, କେମିତି ସମସ୍ତଙ୍କୁ ବ୍ୟବହାର ଠିକ୍ କରିବ, ସେଥିପାଇଁକା ପ୍ରତି ବ୍ୟବସ୍ଥାରେ ସେ ସତର୍କ ହେବା ଉଚିତ। ତେଣୁକରି ନାରୀର କେତେ ରୂପ, ଅନେକ ରୂପରେ ନାରୀକୁ ଧାରଣ କଲା ପରେ ନାରୀ ହିଁ ସର୍ବଶୟିଣୀ, ସେଥିପାଇଁକୁ ନାରୀକୁ ଅନେକ ରୂପରେ ପୂଜା ଅର୍ଚ୍ଚନା କରାଯାଏ। ତେଣୁକରି ମୋର ସବୁ ନାରୀମାନଙ୍କୁ ଅନୁରୋଧ, ସେମାନେ ସଦାସର୍ବଦା ତାଙ୍କ ସ୍ୱାମୀ, ତାଙ୍କ ଭାଇ, ତାଙ୍କ ବାପା ମା ସମସ୍ତଙ୍କୁ ସତ୍ମାର୍ଗରେ ଯିବା ପାଇଁକା ଅନୁମତି ପ୍ରଦାନ କରି ତାଙ୍କ ସହିତ ସଦାସର୍ବଦା ସାଥ ରୁହନ୍ତୁ, ତାଙ୍କ ସାଥ କେବେ ବି ଛାଡ଼ନ୍ତୁନି। ଆଜି ଆପଣ ନିଜ ଶ୍ୱଶୁରକୁ ଭିତରକୁ ପ୍ରବେଶ କରିବେ, ତ ମନରେ କେତେ କ୍ରୋଧ ଅଛି? ମୁଁ ତ ମାନେ ଆପଣ ଯେନ୍ କଥା କହିଲେ, ମୁଁ ଜୀବନରେ କେବେ ଶ୍ୱଶୁରର ପାଦ ଦେଇକି ବି ଦେଖିନି। ଆଜି ଯେତେବେଳେ ସେ ମୋତେ ତାଙ୍କର ବହୂ ରୂପେ ପାଇଛନ୍ତି, ଏ ଘର ଭିତରକୁ ଯିବା ପୂର୍ବରୁ ମୋ ଆଖିରେ ଅଶ୍ରୁ ଆସି ଯାଉଛି। ସେମାନେ ମୋତେ ଏତେ ଆଡ଼ମ୍ବନାରେ ତାଙ୍କ ଘର ଭିତରକୁ ପ୍ରବେଶ କରୁଛନ୍ତି, ଲାଗୁଛି ସତେ ଯେମିତି ମୁଁ ପ୍ରକୃତରେ ବିବାହ କରି ଏ ଘରକୁ ଆସିଅଛି। ତେଣୁକରି ଅତି ଆନନ୍ଦିତରେ ମୋ ଆଶ୍ରୁ ଆସିଯାଉଛି। ସମସ୍ତଙ୍କୁ ମୋର ଧନ୍ୟବାଦ ଯେ ମୋତେ ଏତେ ସ୍ୱାଗତ କରି ମୋର ଶ୍ୱଶୁର ଘରକୁ ଆଣିଥିବାରୁ।
ଦେଖୁଥିଲେ ଜଳନ୍ଧର ତାଙ୍କ ଧର୍ମପତ୍ନୀ ବୃନ୍ଦାବତୀକୁ ଆଜି ନିଜ ଶାଶୁ ନିଜ ଘରକୁ ଆଣୁଛନ୍ତି ତେବେ ତାଙ୍କ ଆଖିରୁ କୋହ ବାହାରୁଛି ତେବେ ଆମ ସାଙ୍ଗେ ଅଛନ୍ତି ତାଙ୍କର ଆଇ ଅଛନ୍ତି ତାଙ୍କ ସାଙ୍ଗେ ପ୍ରତିକ୍ରିୟା ନେବା ମ୍ୟାଡ଼ାମ କଣ କହିବେ ଆଜି ଆପଣଙ୍କ ନିଜ ବୋହୂକୁ ଘରକୁ ପଛେଇବେ ତ କେମିତି ଲାଗୁଛି ବହୁତ ଖୁସି ଲାଗୁଛି এটা দীর্ঘ 4 ବର୍ଷ ହେଲା ଆମ ଓଡକା ଗ୍ରାମରେ ଏଇଟା ହଉଛି ଯେମିତି କାଲି ଜଳନ୍ଧର ରାଜାଙ୍କର ଆମ ଝିଅ ବୃନ୍ଦାବତୀଙ୍କ ସାରେ ତାଙ୍କର ବିବାହ ସମ୍ପନ୍ନ ହେଲା ଯେମିତି ଦୁଇଟି ସମ୍ପର୍କ ମାନେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଏଇଟା ହେଲା ଯେମିତି ବୋହୂକୁ ଆମେ ଆଜି ବଧୂକୁ ଆଗମନ କରିବାଲେ ଏଇଠି ଉପସ୍ଥିତ ସମସ୍ତେ ଅଛନ୍ତି ମନରେ କେତେ ଖୁସି ଅଛି ନିଜ ବୋହୂକୁ ଖୁସି ଅଛି ବହୁତ ଖୁସି ଲାଗୁଛି ତ ଦେଖୁଥିବେ ନିଜ ବୋହୂକୁ ଆଜି ଘରକୁ ମାନେ ପ୍ରବେଶ କରିବେ ତେଲାଗି ନିଜେ ଜଳନ୍ଧରଙ୍କ ସଙ୍ଗେ ବୃନ୍ଦାବତୀ ନିଜ ଶ୍ୱଶୁରକୁ ଆସନ୍ତି ନିଜ ଘରେ ପ୍ରବେଶ କରିବେ ଏଥିଲାଗି ଅଡ଼ଗାଁ ବାସୀଙ୍କ ମନରେ ବେଶ ଉତ୍ସାହ ବରଗଡ଼ କ୍ୟାମେରା ପର୍ସନ ବିରାଜ ସୁବାଦ୍ୱାରା ରିପୋର୍ଟର ସୁଡେ।